ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏଇ ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ମାର୍ଚ୍ଚ 18 ତାରିଖ ମଙ୍ଗଳବାର, ଚୈତ୍ର କୃଷ୍ଣ ଚତୁର୍ଥୀ ତିଥି, ସ୍ୱାତି ନକ୍ଷତ୍ର ତୁଳା ରାଶିରେ ଚନ୍ଦ୍ର, ମୀନ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ବୃଷ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, ମନବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 80% ଫଳ ପାଇବେ। ତାପରେ ଆସିବା ମିଥୁନ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ପୀଡ଼ା ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, ଦ୍ରବ୍ୟହାନି, ଧନହାନି, କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ତାପରେ ଆସିବା କର୍କଟ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ସିଂହ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟର ଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 40% ଫଳ ପାଇବେ। ତାପରେ ଆସିବା କନ୍ୟା ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 60% ଫଳ ପାଇବେ। ତାପରେ ଆସିବା ତୁଳା ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବାଣିଜ୍ୟରେ ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା ବିଛା ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ଆଶଙ୍କା ଭିତରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା ଧନୁ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଶତ୍ରୁ ଆଜି ପରାସ୍ତ ହେବେ, ବାଣିଜ୍ୟରେ ବୃଦ୍ଧି, ଧନ ଲାଭ, ବନ୍ଧୁ ମିଳନ, ସୁସ୍ୱାଦୁ ଭୋଜନ ଲାଭ, ମନବାଞ୍ଛିତ ଦ୍ରବ୍ୟ ପ୍ରାପ୍ତ ହେବେ। ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଆଜି 100% ପରିଶ୍ରମ କରୁଛନ୍ତି, 70% ଫଳ ପାଇବେ। ତାପରେ ଆସିବା ମକର ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ପରିବାରରେ ଅଶାନ୍ତି, ମନୋମାଳିନ୍ୟ, ଶାରୀରିକ ପୀଡ଼ା ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ଶତ୍ରୁ ଆଜି ପ୍ରବଳ ହେବେ, ଦ୍ରବ୍ୟ ନାଶ, ଧନହାନି, ବାଣିଜ୍ୟର ହାନି, କାର୍ଯ୍ୟକ୍ଷେତ୍ରରେ ଅପମାନିତ ହୋଇପାରନ୍ତି, ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ତାପରେ ଆସିବେ କୁମ୍ଭ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳ ହେବେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ବାଣିଜ୍ୟରେ ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ ଚାପ ବୃଦ୍ଧି ପାଇବ, ଶାରୀରିକ ପୀଡ଼ା ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ। ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 50% ଫଳ ପାଇବେ। ତାପରେ ଆସିବା ମୀନ ରାଶି। ଏହି ରାଶିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ପୀଡ଼ା ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିପାରେ, ଶତ୍ରୁ ଆଜି ପ୍ରବଳ ହେବେ, ବାଣିଜ୍ୟରେ ହାନି, ଦ୍ରବ୍ୟ ନାଶ, ଧନ ନାଶ, ଅପମାନିତ ହୋଇପାରନ୍ତି,
ଆଜି ଆପଣ 100% ପରିଶ୍ରମ କରୁଛନ୍ତି, 30% ଫଳ ପାଇବେ। ଆମର ରାଶି ନକ୍ଷତ୍ର କାର୍ଯ୍ୟକ୍ରମଟି ଏଇଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି ମୂଳା ଖାଇବା ନିଷେଧ। ଜୟ ଜଗନ୍ନାଥ।